ଆଜି ଆମେ ଜାଣିବା ବାମନ ପୁରାଣ ବିଷୟରେ। ପୁରାତନ ସମୟରେ ପୃଥିବୀରେ ଦାନବମାନଙ୍କର ଶକ୍ତି ବହୁତ ବଢ଼ିଗଲା, ମାନେ ରାକ୍ଷସମାନ, ଓ ଦେବମାନେ ଦୁର୍ବଳ ହୋଇ ପଡ଼ିଲେ। ସେହି ସମୟରେ ଦାନବ ରାଜା ବଳି ନାମକ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ଥିଲେ। ବଳି କେବଳ ପରାକ୍ରମୀ ନୁହଁ, ସେ ଦାନଶୀଳ, ଧର୍ମପରାୟଣ ଓ ନ୍ୟାୟପ୍ରିୟ ଥିଲେ। ତାଙ୍କ ଦାନ ଓ ମହାନତାର ଖ୍ୟାତି ତିନି ଲୋକରେ ପ୍ରସିଦ୍ଧ ହୋଇଥିଲା। କିନ୍ତୁ ଦାନବ ହେବାରୁ ସେ ଦେବତାମାନଙ୍କର ପାଳନ କ୍ଷମତାକୁ ସେ ନେଇକି ତାକୁ ଦେବତାମାନଙ୍କୁ ସେ ଦବେଇକି ରଖୁଥିଲେ। ସ୍ୱର୍ଗ ଜୟ କରିବା ପରେ ସେ ସମସ୍ତ ଦେବତାମାନଙ୍କୁ ସ୍ୱର୍ଗରୁ ତଡ଼ିଦେଲେ ଓ ନିଜର ଶାସନ ଚାଲୁ କଲେ। ଦେବତାମାନେ ଦୁଃଖିତ ହୋଇ ମାତା ଅଦିତିଙ୍କ ପାଖକୁ ଗଲେ। ଅଦିତି ସେମାନଙ୍କ ଦୁଃଖ ଦେଖି ଭଗବାନ ବିଷ୍ଣୁଙ୍କୁ ଉପାସନା କରିବା ଆରମ୍ଭ କଲେ। ଦୀର୍ଘ ତପସ୍ୟା ପରେ ଭଗବାନ ବିଷ୍ଣୁ ତାଙ୍କ ଆଗରେ ପ୍ରକଟ ହେଲେ। ଅଦିତି କହିଲେ, ପ୍ରଭୁ, ଆପଣଙ୍କ ଦେବତାମାନେ ନିରାଶ୍ରୟ ହେଲେ, ଟିକେ ଦୟା କରନ୍ତୁ। ଭଗବାନ ବିଷ୍ଣୁ ହସି କହିଲେ, ମାତା, ସମୟ ଆସିଛି, ମୁଁ ଦାନବରାଜ ବଳିଙ୍କ ଯେଉଁ ଅହଙ୍କାରକୁ ଶାନ୍ତ କରିବି ବା ଭାଙ୍ଗିବି, କିନ୍ତୁ ତାଙ୍କର ଧର୍ମ ଓ ଦାନଶୀଳତାକୁ କେବେ ଅପମାନ କରିବିନି। ଏହାପରେ ବିଷ୍ଣୁ ଅଦିତିଙ୍କ ଗର୍ଭରେ ଜନ୍ମ ନେଲେ। ସେ ଗୋଟେ ଛୋଟ ବ୍ରାହ୍ମଣ ଶିଶୁ ରୂପରେ ଅବତାର ନେଲେ। ସେ ଅବତାରର ନାଁ ଥିଲା ବାମନ। ଏକ ଦିନ ବଳି ଏକ ବଡ଼ ଯଜ୍ଞ କରୁଥିଲେ। ଯଜ୍ଞ ସମୟରେ ସେ ଯାହାର ଯାହା ଇଚ୍ଛା ଥିଲା ସେ ବଳିଙ୍କୁ ଆସିକରି କହିଲେ। ବଳି ଯେହେତୁ ଅପୂର୍ବ ଦାନଶୀଳ ଥିଲେ, ତେଣୁ ସେ ସମସ୍ତଙ୍କୁ ତାଙ୍କର ଯାହା ଥିଲା ସବୁ ଦାନ କଲେ। ତାପରେ ବାମନ ସେଠାକୁ ଯାଇ ବଳିଙ୍କ ଆଗରେ ନମସ୍କାର କଲେ। ବଳି ବାମନଙ୍କ ଆକାର ଦେଖି ସେ ବଳି କ'ଣ କଲେ, ବିଚଳିତ ହୋଇଗଲେ ବା ହସିଲେ, ଟିକେ ମନେ ହସିଲେ। ବଳି କହିଲେ, ବ୍ରାହ୍ମଣ କୁମାର, ଆପଣଙ୍କୁ ଯାହା ଚାହିଁବେ ତାହା ଦେବି, ତେଣୁ କ'ଣ ମାଗିବା କଥା ମାଗନ୍ତୁ। ବାମନ ହସି ହସି କହିଲେ, ମୋତେ କେବଳ 3ଟି ପାଦ ଜମି ଦିଅନ୍ତୁ। ବଳି ଏହା ଶୁଣି ଆହୁରି ହସି ପଡ଼ିଲେ। ଆରେ, ଇଏ ଗୋଟେ ବାମନରେ 3 ପାଦ ଜମି ମାଗୁଛି। ତେଣୁ ବାମନକୁ କହିଲେ, ଯଦି ଆଉ କିଛି ଚାହଁ ମାଗ, ଇଏ ଜିନିଷ କ'ଣ ମାଗୁଛ? କିନ୍ତୁ ବାମନ କହିଲେ, ମୋତେ ଅନ୍ୟ କିଛି ଦରକାର ନାହିଁ, ମୋତେ କେବଳ 3 ପାଦ ଭୂମି ମୋତେ ଦରକାର। ବଳିଙ୍କୁ ଶପଥ ନେଇ ଅନୁମତି ଦେଲେ। ବାମନ କ'ଣ କଲେ, ତାଙ୍କର ପ୍ରଥମ ପାଦରେ ସେ ସମସ୍ତ ପୃଥିବୀକୁ ମାପିଲେ। ସାଙ୍ଗେ ସାଙ୍ଗେ ତାଙ୍କ ଗୋଡ଼ ବଡ଼ ହୋଇଗଲା, ପୃଥିବୀ ଉପରେ ପଡ଼ିଲା। ଦ୍ୱିତୀୟ ପାଦ ସ୍ୱର୍ଗ ଓ ଆକାଶ ଉପରେ ପଡ଼ିଲା। ତାପରେ କହିଲେ, ତୁମେ ଶପଥ କରିଛ ମୋତେ 3ଟି ପାଦ ଭୂମି ଦେବ ବୋଲି, ତେଣୁ ଆଉ 3ଟି ପାଦ ମୁଁ କେଉଁଠି ରଖିବି? ମୋର 3ଟି ପାଦ ମୁଁ କେଉଁଠି ରଖିବି? ସମସ୍ତେ ଡରିଗଲେ ଦେବତାମାନେ। ବଳି ହସି ନମ୍ରତାରେ ମୁଣ୍ଡ ନୁଆଁଇ କହିଲେ, ପ୍ରଭୁ, ମୋର ଅହଙ୍କାର ଥିଲା ଯେ ମୁଁ 3 ଲୋକର ରାଜା। ଏବେ ମୁଁ ବୁଝିଗଲି। ମୋର ମୁଣ୍ଡ ଉପରେ ଆପଣଙ୍କର 3ୟ ପାଦ ରଖନ୍ତୁ। ବାମନ ବଳିଙ୍କ ମୁଣ୍ଡରେ ପାଦ ରଖିଲେ। ବଳି ସମ୍ପୂର୍ଣ୍ଣ ନମ୍ର ହୋଇ ଭଗବାନଙ୍କର ଶରଣ ନେଲେ। ବଳିଙ୍କ ସତ୍ୟ, ଦାନ ଓ ନିଷ୍କାମ ଭାବୁକତା ଦେଖି ଭଗବାନ ବିଷ୍ଣୁ ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ କହିଲେ, ବଳି, ତୁମେ ଦାନରେ ଶ୍ରେଷ୍ଠ। ମୁଁ ତୁମକୁ ଅମର ଯଶ ଦେଉଛି। ପାତାଳରେ ତୁମର ରାଜ୍ୟ ହେବ ଏବଂ ବର୍ଷରେ 1 ଦିନ ତୁମେ ପୃଥିବୀକୁ ଦର୍ଶନ କରିବ। ସେହିଦିନ ପୃଥିବୀରେ ଦୀପଜ୍ଞାନ ଜଳିବ ଓ ଲୋକମାନେ ତୁମକୁ ସମ୍ମାନ କରିବେ। ସେହିଦିନ ହେଉଛି ବଳି ପୂଜା ବା ଦୀପାବଳିର ବଳିପାଦର ଦିନ। ଏହି କଥା ଆମକୁ ଶିଖାଏ, ସତ୍କର୍ମ ଓ ଦାନ କଦାଚିତ୍ ଅପମାନ ହୁଏ ନାହିଁ। ଅହଙ୍କାର କରିବା ଗୋଟେ ଲୋକ ପାଇଁ ଖରାପ। କେବେ ଅହଙ୍କାର କରିବା କଥା ନୁହଁ। ଭଗବାନ କାହାରି ଭଲ କାମକୁ ଅବମୂଲ୍ୟନ କରନ୍ତି ନାହିଁ। ତେଣୁ ଭଗବାନ ସମସ୍ତଙ୍କୁ ଭଲ ପାଆନ୍ତି। ଯଦି ଭଲ କାମ କରେ ତାକୁ ନିଶ୍ଚିନ୍ତ ସେ ଭଲ ଫଳ ଦେଇଥାନ୍ତି।